75 ବର୍ଷୀୟ ଜଣେ ମହିଳା ତାଙ୍କ କବରରୁ ତାଙ୍କ ଶବକୁ କାଢ଼ି ଜଣେ ଏଡ଼େ ନୃଶଂସ ବ୍ୟକ୍ତି ତାଙ୍କ ସହିତ ବଳାତ୍କାର କରିଥିଲେ। ଏ ଘଟଣା ପାକିସ୍ତାନର ନୁହେଁ କି ଆଫଗାନିସ୍ତାନର ନୁହେଁ, ଏ ଘଟଣା ହେଉଛି ଭାରତର। ଜଣେ ଶବ ସହିତ ନୁହେଁ, 9ଟା ଶବ ସହିତ ବଳାତ୍କାର କରିଥିଲା ଜଣେ ନୃଶଂସ। କିଏ ସେ ବ୍ୟକ୍ତି ଆଉ କାହିଁକି ସେ କବରରୁ ଶବ କାଢ଼ିକି ତା ସହିତ ବଳାତ୍କାର କରୁଥିଲା? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାବଳୀ ବିଷୟରେ। ଇଏ ଘଟଣା ମୁଁ ଯାହା ଆପଣଙ୍କୁ କହୁଛି ଏହା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଘଟଣା ଉପରେ ଆଧାରିତ। ଯଦି ଏପର୍ଯ୍ୟନ୍ତ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆଉ ଡେରି ନ କରି ଗୋଟେ ଅନୁରୋଧ କରିବି, ନିଶ୍ଚୟ ସବସ୍କ୍ରାଇବ୍ କରିନିଅନ୍ତୁ। କାରଣ ଆପଣ ଆହୁରି ଆଶ୍ଚର୍ଯ୍ୟଜନକ ଷ୍ଟୋରି ମୋ ପାଖରୁ ଏହି ଚ୍ୟାନେଲରେ ଶୁଣିପାରିବେ, ଯାହା ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ। ନମସ୍କାର, ମୁଁ ଭଗବାନ ସାହୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ରିଏଲ ଷ୍ଟୋରି ଓଡ଼ିଶା ଚ୍ୟାନେଲକୁ। ଆଜି ଯେଉଁ ସତ୍ୟ ଘଟଣାଟି ଆପଣମାନଙ୍କ ପାଖରେ ଉପସ୍ଥାପନ କରିବାକୁ ଯାଉଛି, ଇଏ ସତ୍ୟ ଘଟଣାଟି ହେଉଛି ଆମ ଭାରତର ମଧ୍ୟପ୍ରଦେଶର ଗୋଟେ ଖଣ୍ଡୱା ବୋଲି ଗୋଟେ ଜିଲ୍ଲା ଅଛି। ସେଇ ଖଣ୍ଡୱା ଜିଲ୍ଲାର ସବୁଠାରୁ ବଡ଼ ମୁସଲମାନ ମାନଙ୍କର କବରସ୍ଥାନର କାହାଣୀ। ଘଟଣାଟି ହେଉଛି 21 ଡିସେମ୍ବରରେ ଜଣେ ରେଲୱେ ଅଧିକାରୀ ଯିଏକି ରିଟାୟାର୍ଡ ହେଇସାରିଥିଲେ, ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର ଶବକୁ ସେଇଠି ପୋତା ଯାଇଥିଲା। ଆଉ ଜଣେ ମୁସଲମାନ ମହିଳାକୁ ମଧ୍ୟ ଯାହାଙ୍କ ବୟସ 70 ହେବ, ତାଙ୍କୁ ମଧ୍ୟ ସେଇ କବରସ୍ଥାନରେ ପୋତା ଯାଇଥିଲା। କିନ୍ତୁ ଯେତେବେଳେ 22 ତାରିଖ ଦିନ ତାଙ୍କର ଆତ୍ମୀୟ ମାନେ ସେଇ କବରକୁ ଦେଖିବାକୁ ଯାଇଥିଲେ, ସେଠାରେ ସେ ଦେଖିବାକୁ ପାଇଥିଲେ ସେ କବରକୁ କେହି ଖୋଳିଥିଲା ଭଳି। ପ୍ରଥମେ ସେମାନଙ୍କୁ ସନ୍ଦେହ ହୋଇଥିଲା କେହି ଜୀବଜନ୍ତୁ ବୋଧେ ଆଙ୍କୁ ଖୋଳି ଥାଇପାରନ୍ତି। ପରେ ପରେ ସେଇ 70 ବର୍ଷୀୟ କବରଟିକୁ ଦେଖି ସେ ଜାଣିପାରିଥିଲେ ଏଇ କବର ସହିତ, ଏଇ ଶବ ସହିତ କିଏ ବଳାତ୍କାର କରିଛି। ଧୀରେ ଧୀରେ ଖବରଟି ପୁରା ଚାରିଆଡ଼େ ବ୍ୟାପି ଯାଇଥିଲା। ତାପରେ ସେଠିକାର ମୌଲାନା ଯାହାଙ୍କ ନାଁ ସୟେଦ ଅନସାରୀ ମଲ୍ଲି, ତାଙ୍କୁ ସୂଚନା ଦେଇଥିଲେ। ତାପରେ ପରେ ସେଇ ପାଖ ଆଖର ଲୋକମାନେ ଠୁଳ ହୋଇଥିଲେ। ସମସ୍ତଙ୍କ ଭିତରେ ଆଲୋଚନା ଚାଲିଥିଲା। ଆଉ ଆଲୋଚନା ପରେ ପରେ କିଛି ଲୋକ କହିଥିଲେ କି 17-18 ମେ 2025 ସେତେବେଳେ ମଧ୍ୟ ଏଭଳି କିଛି ଘଟଣା ଘଟିଥିଲା। ଇଏ ଘଟଣା ଯେଉଁ କହୁଛି ମୁଁ ଆପଣଙ୍କୁ 22 ସେପ୍ଟେମ୍ବର 2025ର ଘଟଣା। ଆଉ 17-18 ମେ 2025ରେ ଏଭଳି 2 ଜଣ ଝିଅ ଆଉ ଜଣେ ପୁଅଙ୍କର ଶବ ଦାହ କରାଯାଇଥିଲା, ମାନେ ପୋତା ଯାଇଥିଲା। ତାଙ୍କ ସହିତ ମଧ୍ୟ କିଏ ଏଭଳି ଖରାପ ବ୍ୟବହାର କରିଥିଲା। 19-20 ମାର୍ଚ୍ଚ 2025ରେ 4 ଜଣ ମହିଳାଙ୍କ ଶବ ପୋତା ଯାଇଥିଲା। ତାଙ୍କ ସହିତ ବି କେହି ଏଭଳି ଘୃଣ୍ୟ କର୍ମ କରିଥିଲା। ତେଣୁକରି ସମ୍ପୂର୍ଣ୍ଣ 9ଟି ଶବ ସହିତ ଏଭଳି ଭାବରେ କବରରୁ ବାହାର କରି ତାଙ୍କ ସହିତ ବଳାତ୍କାର ହେଉଛି। କିଏ ଆଉ କାହିଁକି ଏଭଳି କରୁଛି ଜାଣିବା ପାଇଁ ସେମାନେ ପୋଲିସର ସହାୟତା ଲୋଡ଼ିଥିଲେ। ତାପରେ ପରେ ପୋଲିସ ଆସି ସେଠି ସବୁ ପ୍ରକାର ସିସିଟିଭିକୁ ଯାଞ୍ଚ କରିବାରେ ଲାଗିଥିଲା। 13ଟା ସିସିଟିଭି ଯାଞ୍ଚ ପରେ ସେ ଜାଣିପାରିଥିଲେ ଜଣେ 21 ସେପ୍ଟେମ୍ବର 2025 ରାତିରେ ସମ୍ପୂର୍ଣ୍ଣ ଭାବରେ ଉଲଗ୍ନ ହୋଇ ସେ କବରସ୍ଥାନ ଆଡ଼କୁ ଯାଉଥିଲା। ତେଣୁକରି ସନ୍ଦେହରେ ପୋଲିସ ତାକୁ ଗିରଫ କରିଥିଲା, ଯାହାଙ୍କ ନାଁ ହେଉଛି ଆୟୁବ। ଆଉ ତାଙ୍କ ବୟସ ପାଖାପାଖି 50 ବର୍ଷ ହେବ। ଯାହାଙ୍କ ବାପ ନାଁ ହେଉଛି ସ୍ମାଇଲ ଅଲି। ଆଉ ଇଏ ଜାବର ଥାନା ଅନ୍ତର୍ଗତ ମୁଦୁଆଡ଼ା ଗୋଟେ ଜାଗା ଅଛି, ସେଇଠି ୟାଙ୍କର ଘର। ଆଉ ପୋଲିସ ଯେତେବେଳେ ତାଙ୍କୁ ଘରୁ ଆରେଷ୍ଟ କଲା, ଆଉ ଆରେଷ୍ଟ କଲା ପରେ ତାଙ୍କୁ ପଚରା ଉଚରା ଆରମ୍ଭ କରିଦେଇଥିଲା ସେ କାହିଁକି ଉଲଗ୍ନ ହୋଇ କବରସ୍ଥାନ ଆଡ଼ିକି ଯାଉଥିଲା। ସେତେବେଳେ ସେ ଜାଣିପାରିଥିଲା ଏଇ ଯେଉଁ ଆଇବୁ ବୋଲି ଯେଉଁ ବ୍ୟକ୍ତି ଜଣକ, ତାଙ୍କ ନାଁରେ 13ରୁ ଅଧିକ କେସ୍ ଅଛି। ଆଉ ଇଏ ତାଙ୍କର ଦ୍ୱିତୀୟ ସ୍ତ୍ରୀକୁ କୂଅରେ ବୁଡ଼େଇ ମାରି ଦେଇଥିବାରୁ ୟାଙ୍କୁ ଜେଲ୍ ହୋଇଥିଲା। କିନ୍ତୁ ସେତେବେଳେ ସନ୍ଦେହ ଘେରକୁ ଆସିଥିଲା ଯେ ପ୍ରଥମ ସ୍ତ୍ରୀକୁ ମଧ୍ୟ ଇଏ ତାକୁ ନିଆଁରେ ପୋଡ଼ି 2009 ମସିହାରେ ତାକୁ କିରୋସିନ ଢାଳି ପୋଡ଼ି ଦେଇଥିଲା।
आउ तापरे परे ये ता स्त्री को कूओ को फिंगी देइथिबारु ताकू आजीवन कारादंड होइथिला। तापरे परे ये जेल रु आसी से कौन करिछि ना एभली कारनामा सब करिछि। आउ जेल रे काहेकि से एभली लोक मानक सहित करूथला जेतेबेले पचारा गला कब्रस्तान को जाइथिलु तो सत हेतरे कौन करू से कहे कि जेल रे तांको केही जणे कहिथिले कि जदि तमे शव को काढ़ी ता सहित शारीरिक संपर्क रख ताहले ता आत्मा तम देह को चली आसीबो तम अख्तियार को चली आसीबो आउ ता आत्मा बल रे तमे जे कौनसी काम को मन संभव करि परिबो। सेथि पई से एभली घृण्य काम रचाउथला बारंबार चेष्टा करूथला जे कब्रस्तान रे महिला मानकर शव को काढ़ी बलात्कार करूथला आउ पुणी ताकू पोती देई चली आसुथला। तरबरिया भाव में पोती देई आसुथिबार लोक मानक मनरे संदेह उठुथला केही के जानी ए शव सहित बलात्कार करिछि। आज जो घटना कहूची एते अमानवीय एते नृशंस जहाँ मनरे एभली प्रकार माने खराब काम भरी रही जहाँ मनरे एते घृणा भरी रही एभली लोभ लालसा भरी रही कि अमाप धन कंपेब आत्मार वशवर्ती करनब ए सबू मिथ्या आज्ञा यह केबे भी सत नुह। पुलिस याकू अरेस्ट करथिला आउ जेतेबेले याकू विचार विभाग को नहीं जाइथिले आकू कड़ारू कड़ा सजा सुना जाइथिला। एभली किछि घटना कही आपण मानकू व्यतिव्यस्त करिबा मोर कौनसी लक्ष्य नुहे केवल सतर्क रुहंतु सजाग रुहंतु एभली लोक मानक पाखरु दूरे रुहंतु। रहुछि नमस्कार पुणी देखा हबो आउ एक वीडियो रे।